ଆମେ ଆଲୋଚନା କରିବା ଓଡ଼ିଆ କଥା ସାହିତ୍ୟର ବିକାଶ କ୍ରମ, ଯାହାକି ଆମର +3 5th ସେମିଷ୍ଟାର କୋର୍ ପେପର୍ 12ର ୟୁନିଟ୍ 1ରେ ରହିଅଛି। ଠିକ୍ ଅଛି, ତ ଆମେ ଓଡ଼ିଆ କଥା ସାହିତ୍ୟର ବିକାଶ କ୍ରମ ଆଲୋଚନା ଲଙ୍ଗ୍ କ୍ୱେଶ୍ଚନ୍ ଆଲୋଚନା କରିବା ପୂର୍ବରୁ ମୁଁ କହିଦେବାକୁ ଚାହେଁ, ଯେଉଁମାନେ ବି ନୂଆ କରି ଚ୍ୟାନେଲକୁ ଆସିଛନ୍ତି ପ୍ଲିଜ୍ ଲାଇକ୍ କରି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଆପଣମାନେ ପାଇପାରିବେ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କୁ ନିହାତି ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ବି ପଢ଼ିବା ପାଇଁ ସହଯୋଗ ପାଇପାରିବେ। ଠିକ୍ ଅଛି, ତ ଚାଲନ୍ତୁ ଆମେ ଆଜି ଆଲୋଚନା କରିବା ଓଡ଼ିଆ କଥା ସାହିତ୍ୟର ବିକାଶ କ୍ରମ, ଉପନ୍ୟାସର ସଂଜ୍ଞା ସ୍ୱରୂପ ଓ ପ୍ରକାରଭେଦ କ'ଣ କ'ଣ ରହିଅଛି ତାକୁ ଆମେ ଆଲୋଚନା କରିବା। ଠିକ୍ ଅଛି, ତ ଚାଲନ୍ତୁ। ଆଧୁନିକ ମଣିଷର ଜୀବନ ଗଦ୍ୟ ହେଉଛି ଉପନ୍ୟାସ। ଉପନ୍ୟାସ ମଧ୍ୟରେ ଜୀବନ, ସମାଜ ଜୀବନ, ଶିକ୍ଷା, ସଭ୍ୟତା, ସଂସ୍କୃତିର ରୂପଚିତ୍ର ଦେଖିବାକୁ ମିଳେ। ବୁଝିପାରିଲେ, ଆଧୁନିକ ମଣିଷର ଜୀବନ ଗଦ୍ୟ ହେଉଛି ଉପନ୍ୟାସ। ଆଧୁନିକ ଜୀବନରେ ମଣିଷର ଜୀବନର ଗଦ୍ୟ ହେଉଛି ଉପନ୍ୟାସ। ଉପନ୍ୟାସ ମଧ୍ୟରେ ମଣିଷ ଜୀବନ, ସମାଜ ଜୀବନ, ଶିକ୍ଷା, ସଭ୍ୟତା, ସଂସ୍କୃତି ଯାହା ବି କିଛି ରହିଅଛି, ରୂପଚିତ୍ର ଇତ୍ୟାଦିକୁ ଦେଖିବାକୁ ମିଳିଥାଏ। ସାହିତ୍ୟର ବିଭିନ୍ନ ବିଭାଗ ଅପେକ୍ଷା ଉପନ୍ୟାସ ବିଭାଗଟି ମନୁଷ୍ୟ ଓ ସମାଜର ଅତି ନିକଟତର। ସମୟ ସହ ତାଳ ଦେଇ ଉପନ୍ୟାସ ନିଜର କଳେବରକୁ ସମୃଦ୍ଧି କରି ଆସିଛି। ବୁଝିପାରିଲେ, ସମୟକୁ ତାଳ ଦେଇ ଉପନ୍ୟାସଟି ତାର ନିଜର କଳେବରକୁ ସମୃଦ୍ଧି ମାନେ ବଢ଼େଇ ଚାଲିଛି। ଉପନ୍ୟାସର ଅଭିଧାନିକ ଅର୍ଥ ହେଉଛି ଉପ ବା ସମୀପ ପ୍ଲସ୍ ନ୍ୟାସ ବା କଥାବସ୍ତୁ। ବୁଝିପାରିଲେ, ସମୀପ ବସ୍ତୁ। ଉପନ୍ୟାସର ଅର୍ଥ ହେଉଛି ସମୀପ ବସ୍ତୁ, ଅର୍ଥାତ୍ ଉପନ୍ୟାସ କହିଲେ ଆମେ ସମୀପ ବା ନିକଟରେ ଥିବା ବସ୍ତୁର ବର୍ଣ୍ଣନା ବୁଝୁ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉପନ୍ୟାସର ଅର୍ଥ ହେଉଛି ଉପକଥା ବା କଳ୍ପିତ କଥା। ଭରତ ମୁନି ନାଟ୍ୟଶାସ୍ତ୍ର ଗ୍ରନ୍ଥରେ ଉପନ୍ୟାସ ସମ୍ବନ୍ଧରେ କହିଛନ୍ତି, ଉପନ୍ୟାସ ପ୍ରସାଦନ ଅର୍ଥାତ୍ ଉପନ୍ୟାସକୁ ଆନନ୍ଦ ଦାନ ଅର୍ଥରେ ଗ୍ରହଣ କରାଯାଇଛି। ଓଡ଼ିଆ ଭାଷାରେ ଉପନ୍ୟାସର ଇଂରାଜୀ ପ୍ରତିଶବ୍ଦ ହେଉଛି ନୋଭେଲ୍। ବୁଝିପାରିଲେ, ଓଡ଼ିଆ ଭାଷାରେ ଉପନ୍ୟାସର ଇଂରାଜୀ ପ୍ରତିଶବ୍ଦକୁ ନୋଭେଲ୍ ବୋଲି କୁହାଯାଏ। ବୁଝିପାରିଲେ, ତାପରେ ଦେଖିବା ଉପନ୍ୟାସର ସଂଜ୍ଞା। ଉପନ୍ୟାସର ସଂଜ୍ଞା ଦେବାକୁ ଯାଇ ହେନରୀ ଜେମ୍ସ କହନ୍ତି, ଏ ନୋଭେଲ୍ ଇଜ୍ ଏ ପର୍ସନାଲ୍ ଆଣ୍ଡ ଡାଇରେକ୍ଟ ଇମ୍ପ୍ରେସନ୍ ଅଫ୍ ଲାଇଫ୍। ଔପନ୍ୟାସିକ ପ୍ରେମଚାନ୍ଦଙ୍କ ମତରେ ମୋ ଉପନ୍ୟାସ ମାନବ ଚରିତ୍ରକା ଚିତ୍ର ମାତ୍ର ସମଝୋତା ହୁଁ ମାନବ ଚରିତ୍ର ପର ପ୍ରକାଶ ଡାଲକା ଔର ଉସ୍କେ ରହସ୍ୟକା ଗୋଲ ନାହିଁ ଉପନ୍ୟାସ କା ମୂଲ୍ୟକର ହୋ। ସି.ଏମ୍. ଫକ୍ସଟରଙ୍କ ମତରେ ଉପନ୍ୟାସ ଜୀବନର ଗୋପନତମ ଅଂଶକୁ ବା ସତ୍ୟକୁ ଦୃଶ୍ୟମାନ କରାଇବାର ଶକ୍ତି ଲାଭ କରିଛି। ଏବଂ ସି.ଏମ୍. ଫକ୍ସ କହିଛନ୍ତି, ସଂଜ୍ଞା ଦେଇଛନ୍ତି। ତାପରେ ଟ୍ରେଡଲପୋଲଙ୍କ ମତରେ ଏ ନୋଭେଲ୍ ସୁଡ୍ ଗିଭ୍ ଏ ପିକ୍ଚର ଅଫ୍ କମନ୍ ଲାଇଫ୍ ଏଲିଭେଟେଡ୍ ବାଏ ହ୍ୟୁମର ଆଣ୍ଡ ସୁଇଟେଣ୍ଡ ବାଏ ପାଥୋସ୍। ଅର୍ଥାତ୍ ସାଧାରଣ ମଣିଷର ଜୀବନ ଯାତ୍ରାକୁ ହାସ୍ୟ ଓ କରୁଣ ରସ ମଧ୍ୟରେ ବ୍ୟକ୍ତ କରିବାକୁ ଉପନ୍ୟାସ ସମର୍ଥ ହୋଇଥାଏ। ହିନ୍ଦୀ ଭାଷାରେ ନୋଭେଲକୁ କାହାଣୀ, ମରାଠୀ ଭାଷାରେ କାଦମ୍ବରୀ, ଗୁଜୁରାଟୀ ଭାଷାରେ ନକଲି କଥା କୁହାଯାଉଥିଲା ବେଳେ ଓଡ଼ିଆ ଓ ବଙ୍ଗାଳୀ ଭାଷାରେ ଏହାକୁ ଉପନ୍ୟାସ ବୋଲି କୁହାଯାଇଥାଏ। ଜୀବନ ଓ ସମାଜର ବିଭିନ୍ନ ଭାବ, ଘଟଣା ଓ ଦୃଷ୍ଟିକୋଣରୁ ନେଇ ଉପନ୍ୟାସ ନିଜର କଳେବର ସୁଦୃଢ଼ କରିଆସିଛି। ବିଶେଷ କରି ମନୁଷ୍ୟ ଜୀବନର ପୂର୍ଣ୍ଣାଙ୍ଗ ଚିତ୍ର, ଚରିତ୍ରମାନଙ୍କର ପରିପୂର୍ଣ୍ଣ ବିକାଶ, ବିଭିନ୍ନ ରସର ସମାରୋହରେ ଉପନ୍ୟାସର ଜୀବନ ନ୍ୟାସ। ତାପରେ ଉପନ୍ୟାସର ସ୍ୱରୂପ ଦେଖିବା। ଉପନ୍ୟାସ
ଆଦି ଉପନ୍ୟାସ ଚରିତ ଉପନ୍ୟାସର ପର୍ଯ୍ୟାୟରେ। ତାପରେ ବୈଜ୍ଞାନିକ ଉପନ୍ୟାସ କ'ଣ ଦେଖିବା, ଯେଉଁ ଉପନ୍ୟାସରେ ସାମ୍ପ୍ରତିକ କାଳର ବିଜ୍ଞାନର ନୂତନ ଉଦ୍ଭାବନ ଓ ଆବିଷ୍କାରର ତଥ୍ୟକୁ ସ୍ଥାନ ଦିଆଯାଇଥାଏ ତାହାକୁ ବୈଜ୍ଞାନିକ ଉପନ୍ୟାସ କୁହାଯାଏ। ଏହିପରି ଉପନ୍ୟାସ ସଂଖ୍ୟା ଓଡ଼ିଆ ସାହିତ୍ୟର ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ପୃଥ୍ୱୀ ବାହାର ମଣିଷ, କୃତ୍ରିମ ଉପଗ୍ରହ, ଚନ୍ଦ୍ରର ମୃତ୍ୟୁ ଆଦି ସାର୍ଥକ ବୈଜ୍ଞାନିକ ଉପନ୍ୟାସ ରୂପେ ପରିଚିତ। ତାପରେ ଦେଖିବା ଦାର୍ଶନିକ ଉପନ୍ୟାସ। ଦାର୍ଶନିକ ମତବାଦରେ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଯେଉଁ ଉପନ୍ୟାସ ଗୁଡ଼ିକ ଲିଖୁତ ତାହା ଦାର୍ଶନିକ ଉପନ୍ୟାସ ରୂପେ ପରିଚିତ। ବିଶେଷ କରି କୌଣସି ନିର୍ଦ୍ଦିଷ୍ଟ ଦାର୍ଶନିକଙ୍କ ମତବାଦରେ ପ୍ରଚାର ଓ ପ୍ରସାର ଉପରେ ଔପନ୍ୟାସିକ ଗୁରୁତ୍ୱ ଦେଇଥାନ୍ତି। ଓଡ଼ିଆ ସାହିତ୍ୟରେ ଚନ୍ଦ୍ରଶେଖର ରଥଙ୍କ ଯାତ୍ରାରୂଢ଼, ସୂର୍ଯ୍ୟ ଉପନିବେଶ ଏହି ପର୍ଯ୍ୟାୟରେ। ତାପରେ ଆଇଲା ଝରେ ରହସ୍ୟ ବା ରୋମାଞ୍ଚ ଉପନ୍ୟାସ। ଯେଉଁ ଉପନ୍ୟାସରେ କାହାଣୀ, ଭାଗ, ହତ୍ୟା, ଅପରାଧ, ଡକାୟତି, ଗୋଇନ୍ଦା ବିଭାଗର ତତ୍ପରତା ଓ କୃତିତ୍ୱ ଆଦିକୁ ନେଇ ଗତିଶୀଳ ତାହା ରହସ୍ୟ ଓ ରୋମାଞ୍ଚ ଉପନ୍ୟାସ ନାମରେ ନାମିତ। ରହସ୍ୟ ସୂତ୍ରପାତ ଓ ରହସ୍ୟଭେଦର ଏକ କାହାଣୀର ସର୍ବଶ୍ରେଷ୍ଠ ବିଶେଷତ୍ୱ ପାଠକ ଏହି ଉପନ୍ୟାସ ଗୁଡ଼ିକୁ ଏକା ନିଶ୍ୱାସରେ ପଢ଼ି ଶେଷ କରିଦେଇଥାଏ। ଏହାକୁ ମଧ୍ୟ ଡିଟେକ୍ଟିଭ୍ ଉପନ୍ୟାସ କୁହାଯାଏ। କଣ୍ଡୋରିଉଜ, ଚରଣ ଦାସଙ୍କ ରକ୍ତ ତାଣ୍ଡବ, ଦ୍ୱାରିକାନାଥ ଦାସଙ୍କ ରବିନ ସିରିଜ, ଯମେଶ୍ୱର ତ୍ରିପାଠୀଙ୍କ ଆଦୃଶ୍ୟ